ଅନ୍ଧାରରେ ସେ ନାଲି ନାଲି ଆଖି ଦୁଇଟି କାହାର? କାହାର ଥିଲା ସେ ଚିତ୍କାର, ଯେଉଁଥିପାଇଁ ସୌମ୍ୟା ମ୍ୟାଡ଼ାମକୁ ନିଜ ଜୀବନ ବି ହାରିବାକୁ ପଡ଼ିଥିଲା। ନମସ୍କାର, ମୋର ନାମ ମହେଶ। ପ୍ରଫେସନରେ ମୁଁ ଜଣେ ସିକ୍ୟୁରିଟି ଗାର୍ଡ଼। ଏଇ ଅଳ୍ପ ଦିନ ହେବ ମୋର ଜଏନିଂ ହୋଇଛି ଗୋଟିଏ ସର୍ଜରୀ ଡିପାର୍ଟମେଣ୍ଟରେ। ସର୍ଜରୀ ଡିପାର୍ଟମେଣ୍ଟ ମାନେ ଯେଉଁଠି ମଲା ମଣିଷଙ୍କ ଶବକୁ ରଖି ସେଠାରେ ବିବେଚିତ କରାଯାଏ। ପ୍ରଥମ ଦିନରୁ ହିଁ ଆପଏଣ୍ଟମେଣ୍ଟ ଲେଟର ଦେଖି ମୋତେ ଖୁବ୍ ଭୟ ଲାଗିଥିଲା। ହେଲେ ନିଜ ଭାଗ୍ୟକୁ ଆଦରି ସେଠାରେ ମୁଁ କିଛି ଦିନ ଜବ୍ କରିଥିଲି। ହେଲେ ସେଠାରେ ଏମିତି କିଛି ଘଟଣା ଘଟିଥିଲା ଯେଉଁଥିପାଇଁ ଶେଷରେ ମୋତେ ସେ ଜବ୍ ହରାଇବାକୁ ପଡ଼ିଥିଲା। ସମୟ ସକାଳ 10ଟା ହେବ। ମୁଁ ମୋ ପାଇଁ ରୋଷେଇ କରୁଥାଏ। ଏତିକିବେଳେ ରୁମ୍ର କଲିଂ ବେଲ୍ ବାଜି ଉଠିଲା। ମୁଁ ଡୋର୍ ଖୋଲି ଦେଖେ ତ ଜଣେ ବ୍ୟକ୍ତି ହାତରେ ଲଫାପା ଧରି ଠିଆ ହୋଇଛନ୍ତି। ମୋତେ ଦେଖି ହସ ହସ ବଦନରେ କହିଲେ, କଙ୍ଗ୍ରାଚୁଲେସନ୍ ମହେଶ, ସିକ୍ୟୁରିଟି ଗାର୍ଡ଼ ଭାବରେ ତୁମକୁ ଆମ ଡିପାର୍ଟମେଣ୍ଟ ତରଫରୁ ଚୟନ କରାଯାଇଛି। ଏଇ ନିଅ, ଏଇଟା ତୁମର ଆପଏଣ୍ଟମେଣ୍ଟ ଲେଟରଟି। ଆଉ ଆଜି ଯାଇ ମ୍ୟାଡ଼ାମକୁ ଦେଖା କରି ତୁମ ଡ୍ୟୁଟି ଆଉ ଜବ୍ ବିଷୟରେ ବୁଝି ଆସିବ। ଆଉ ଆସନ୍ତା କାଲିଠାରୁ ଡ୍ୟୁଟି କରିବ। ମୋତେ ସେଦିନ ଯେତିକି ଖୁସି ଲାଗୁଥିଲା ସେତିକି ଭୟ ବି ଲାଗୁଥିଲା। କାରଣ ଜୀବନର ପ୍ରଥମ ଜବ୍ ଗୋଟିଏ ମୁର୍ଦାର ଘରେ ମୋତେ କରିବାକୁ ପଡ଼ିବ ଭାବି। ସେ ଯାହା ବି ହେଉନା କାହିଁକି, ଏସବୁ ଭୟକୁ ମୁଁ ଦୂରେଇ ଦେଇ ମୋ କାମଦାମ ସାରି ବାହାରି ପଡ଼ିଲି ଚାକିରିର ଲକ୍ଷ୍ୟରେ। ସେଠାରେ ପହଞ୍ଚିବା ପରେ ପ୍ରଥମେ ମୋର ଦେଖା ହୋଇଥିଲା ଜଣେ ମୁସଲିମ ଚାଚାଙ୍କ ସହିତ, ଯିଏ ଗାଡ଼ିରେ ଆସୁଥିବା ମୁର୍ଦାରମାନଙ୍କୁ ନେଇ ଷ୍ଟୋର ରୁମ୍ରେ ରଖନ୍ତି। କିଛି ସମୟ କଥାବାର୍ତ୍ତା ହେବା ପରେ ଚାଚା ମୋତେ ନେଇଯାଇଥିଲେ ସୌମ୍ୟା ମ୍ୟାଡ଼ାମଙ୍କ ପାଖକୁ। ସୌମ୍ୟା ମ୍ୟାଡ଼ାମ, ଯିଏକି ସେଇ ମୁର୍ଦାରଖାନାକୁ ଆସୁଥିବା ଶବମାନଙ୍କର ଡକୁମେଣ୍ଟ ବା କାଗଜପତ୍ର ରେଡ଼ି କରନ୍ତି। ତାଙ୍କୁ ଏହି କାମରେ ସାହାଯ୍ୟ କରିବା ପାଇଁ ସୁନିତା ବୋଲି ଗୋଟିଏ ପରିଚାରିକା ମଧ୍ୟ ଥାଏ। ସେଦିନ ମ୍ୟାଡ଼ାମ ମୋତେ ମୋ ଘର ଆଉ ନିଜ ବିଷୟରେ ପଚାରି ସାରି ସୁନିତାକୁ କହିଲେ, ଯାଅ, ୟାଙ୍କୁ ନେଇ ଆମର ସବୁ ରୁମ୍ ଦେଖାଇ ଆଣ, ଆଉ ଡ୍ୟୁଟି ବିଷୟରେ ବୁଝେଇ ଦିଅ, ଯେମିତି କୌଣସି ବି ଭୁଲ ନ ହୁଏ। ତାପରେ ସୁନିତାର ମୋର ବାହାରି ଆସିଲୁ ସେଇ ରୁମ୍ରୁ। କହିବାକୁ ଗଲେ ସେଇ ମୁର୍ଦାରଖାନା 2 ମହଲା ବିଶିଷ୍ଟ ଘରଟିଏ। ସବା ତଳ ରୁମ୍ଟି ବହୁତ ବଡ଼। ତାର ନାମ ହେଲା ଫ୍ରିଜିଂ ରୁମ୍, ଯେଉଁଠିକି ସମସ୍ତ ମୁର୍ଦାରମାନଙ୍କୁ ରଖାଯାଇଥାଏ। ତା ପାଖକୁ ଲାଗି ଡ୍ରେସିଂ ରୁମ୍, ଯେଉଁଠି ଅନେକ ସାରା କେମିକାଲ ସହ ଶବ ବିବେଚିତ ପାଇଁ ଅସ୍ତ୍ରଶସ୍ତ୍ର ରହିଥାଏ। ସୁନିତାଠାରୁ ପଚାରି ବୁଝିଲି ସେଠାରେ ଶବଗୁଡ଼ିକୁ ସଫା କରାଯାଇ ବିବେଚିତ କରାଯାଏ। ଆଉ ତା ପାଖକୁ ଲାଗି ଗୋଟିଏ ଇଲେକ୍ଟ୍ରିକ୍ ଚୁଲା ଥାଏ। ସେଠାରେ ଗରିବ ଆଉ ଅସହାୟ ଯାହାର କେହି ନାହାନ୍ତି, ସେଠାରେ ସେମାନଙ୍କୁ ସଂସ୍କାର କରାଯାଏ। ଆଉ ସଭା ଉପର ରୁମ୍ରେ କାଗଜପତ୍ର କାମ ହୁଏ। ତାପରେ ସୁନିତା କହିଲା, ଦେଖ ମହେଶ, ତୁମର କାମ ହେଲା ଏଠାରେ ରାତିରେ ପ୍ରହରା ଦେବ, ଯେମିତିକି ଆମ ଷ୍ଟାଫକୁ ଛାଡ଼ି ଅନ୍ୟ କେହି ଏହା ଭିତରେ ପ୍ରବେଶ ନ କରିପାରେ। ଯେହେତୁ ତୁମର ନାଇଟ୍ ସିଫ୍ଟ, ତେଣୁ ରାତିର ନିଦ ତୁମକୁ ଭୁଲି ଯିବାକୁ ପଡ଼ିବ। କୌଣସି ବି ଯେମିତି ଭୁଲ ନ କର। ଏଇ ନିଅ ଚାବି, ହୁସିଆରରେ ରଖିବ। ଆଉ ମୋ ମୋବାଇଲ ନମ୍ବର ରଖ, କିଛି ଅସୁବିଧା ହେଲେ କଲ୍ କରିବ। ଏତିକି କହି ସୁନିତା ନିଜ କାମରେ ଚାଲିଗଲା। ତା ପରଦିନ ସନ୍ଧ୍ୟାରେ ମୁଁ ଆସି ମୋ ଡ୍ୟୁଟିରେ ହାଜର ହୋଇଗଲି। ସେଠାରେ ମୋ ପାଇଁ ଗୋଟିଏ ଚେୟାର ପଡ଼ିଥାଏ। ମଝିରେ ମଝିରେ ମୁଁ ଚେୟାରରୁ ଉଠି ସବୁ ରୁମ୍ର ତାଲା ଠିକ୍ ଅଛି କି ନାହିଁ ଆଉ ମୁର୍ଦାରଖାନା ଚାରିପଟେ ବୁଲି ଦେଖି ଆସେ ସବୁ ଠିକ୍ଠାକ୍ ଅଛି କି ନାହିଁ। ଆଉ ସେଠାରେ ଥିବା ଚାଚାଙ୍କ ସହ କଥାବାର୍ତ୍ତା ହୋଇ ସମୟ ବିତିଯାଏ। ରାତିରେ ମଝିରେ ମଝିରେ ସୌମ୍ୟା ମ୍ୟାଡ଼ାମ ଆଉ ସୁନିତା ମ୍ୟାଡ଼ାମ ଆସି ମୁର୍ଦାର ଘରେ ମୁର୍ଦାରଗୁଡ଼ିକୁ ସଫା କରିଦିଅନ୍ତି, ଯଦ୍ୱାରା ସକାଳୁ ଡକ୍ଟର ଆସି ଶବଗୁଡ଼ିକୁ ବିବେଚିତ କରନ୍ତି। ଏହା ଭିତରେ ସୁନିତାର ମୋର କିଛି ଦିନର ପ୍ରେମ ସମ୍ପର୍କ ବି ହୋଇଯାଇଥିଲା। କହିବାକୁ ଗଲେ ସୁନିତା ଦେଖିବାକୁ ବହୁତ ସୁନ୍ଦର, ଆଉ ତା ସହ କଥାବାର୍ତ୍ତା ହେଲାବେଳେ ମୋତେ ଲାଗେ ସେ ବହୁତ ସଂସ୍କାରୀ ଆଉ ଭଲ ଘରର ଝିଅ ବୋଲି। ହେଲେ ମୋ ଭାବନାଟା ଭୁଲ ଥିଲା। ଏହାର କାରଣ ମୁଁ କାହାଣୀ ଶେଷରେ କହିବି। ରାତିରେ ଅନେକ ସମୟରେ ସୁନିତା ଉପରୁ ଆସି ମୋ ସହିତ ତଳେ କଥା ହୁଏ। ଚାଚା ଏସବୁ ଦେଖନ୍ତି ଆଉ କୁହନ୍ତି, ବେଟା, ଆଗ ଶାଦି କରିଦିଅ, ତାପରେ ପ୍ରେମ କରିବ। ମୁଁ ବେଳେବେଳେ ସୁନିତାକୁ ପଚାରେ,
ଆଚ୍ଛା ସୁନିତା, ତୁମେ ମ୍ୟାଡ଼ାମଙ୍କ ସହ ଶବଗୁଡ଼ିକୁ ସଫାସଫି କଲାବେଳେ ତୁମକୁ ଡର ଲାଗେନି? ସୁନିତା ହସି ଦେଇ କହେ, ହଁ ପ୍ରଥମେ ପ୍ରଥମେ ମୋତେ ବହୁତ ଡର ଲାଗୁଥିଲା, ହେଲେ ଏବେ ଆଉ ଲାଗୁନି। ଏମିତି ହସ ମଜାରେ ରାତି ବିତିଯାଏ। ଦିନେ ରାତିରେ ହଠାତ୍ ଗୋଟିଏ ଶବ ଆସି ପହଞ୍ଚିଲା। ଚାଚା ସେତେବେଳେ ସେଠି ନଥାନ୍ତି। ମୁଁ ସାଙ୍ଗେ ସାଙ୍ଗେ ମୋ ଫୋନ୍ ଦ୍ୱାରା ସୌମ୍ୟା ମ୍ୟାଡ଼ାମକୁ ଏକଥା ଜଣାଇଦେଲି। ଏହାପରେ ସୌମ୍ୟା ମ୍ୟାଡ଼ାମ ଆଉ ସୁନିତା ମ୍ୟାଡ଼ାମ ଆସି ଶବକୁ ପରୀକ୍ଷା ନିରୀକ୍ଷା କରି ଗାଡ଼ିରେ ଆସିଥିବା କର୍ମଚାରୀମାନଙ୍କୁ କହିଲେ, ଯାଅ ଏଇ ଶବଟିକୁ ବେଡ୍ 21ରେ ରଖିଦିଅ। ଆଉ ହଁ ମହେଶ, ତୁମେ ବି ତାଙ୍କ ସହ ଯାଅ, ଦେଖେଇଦେବ ସେଇ ବେଡ୍ଟି। ତାପରେ ମୁଁ ସେଇ କର୍ମଚାରୀମାନଙ୍କ ସହ ଗଲି ସେଇ ମୁର୍ଦାରଖାନା ଭିତରକୁ। ବାଟରେ ଜଣେ କର୍ମଚାରୀ କହୁଥାଏ, ଭାଇ ଏଇଟା ବହୁତ ଖତରନାକ ଆକ୍ସିଡେଣ୍ଟ। ଏଇ ଲାଶର ମୁଣ୍ଡ ପୁରା ଛେଚରା ହେଇଯାଇଛି, ହାତ ଗୋଡ଼ ଛିଡ଼ି ଯାଇଛି। ବୋଧହୁଏ କେଉଁ ଟ୍ରେନ୍ ଲାଇନ୍ରେ ଆକ୍ସିଡେଣ୍ଟ ହେଇଛି। ୟାକୁ ସାଙ୍ଗେ ସାଙ୍ଗେ ଡ୍ରେସିଂ ଦରକାର। ଏତିକି କହି କର୍ମଚାରୀମାନେ ବେଡ୍ 21ରେ ଲାଶଟାକୁ ଶୁଆଇ ଦେଇ ପଳାଇଗଲେ। କିଛି ସମୟ ସୌମ୍ୟା ମ୍ୟାଡ଼ାମ ଆଉ ସୁନିତା ମ୍ୟାଡ଼ାମ ସେଇ କର୍ମଚାରୀମାନଙ୍କ ସହ କଥା ହୋଇ ଡ୍ରେସିଂ କରିବା ପାଇଁ ସେଇ ମୁର୍ଦାରଖାନା ଭିତରକୁ ଚାଲିଗଲେ। ମୁଁ ବାହାରେ ଠିଆ ହୋଇଥାଏ। ହଠାତ୍ ମ୍ୟାଡ଼ାମଙ୍କ ଡାକ ମୋତେ ଶୁଭିଲା, ମହେଶ, ବେଡ୍ 21 ଲାଶଟାକୁ ଟିକେ ଡ୍ରେସିଂ ରୁମ୍କୁ ଆଣ। ମୁଁ ସାଙ୍ଗେ ସାଙ୍ଗେ ସେଇ ବେଡ୍ ପାଖକୁ ଗଲି ଆଉ ବେଡ୍ଟିକୁ ଟାଣିବାକୁ ଆରମ୍ଭ କଲି। କିନ୍ତୁ ଆଶ୍ଚର୍ଯ୍ୟ, ବେଡ୍ଟି ତା ଜାଗାରୁ ଟିକେ ବି ହୁଙ୍କୁ ନଥିଲା। ମୁଁ ମୋ ରୁଲ୍ ବାର୍ଟାକୁ ତଳେ ଥୋଇ ଦେଇ ଦୁଇ ହାତରେ ଟାଣିବାକୁ ଚେଷ୍ଟା କଲି, କିନ୍ତୁ ମୋର ସବୁ ଚେଷ୍ଟା ବିଫଳ ହୋଇଥିଲା। ସେଇ ବେଡ୍ଟି ସେଠାରୁ ଟିକେ ବି ହଲଚଲ ହେଉନଥିଲା। ସତେ ଯେମିତି କୌଣସି ଅଦୃଶ୍ୟ ଶକ୍ତି ସେଇ ବେଡ୍ଟିକୁ ବାନ୍ଧି ରଖିଥିଲା। ପୁଣି ଥରେ ଭିତର ଘରୁ ସୌମ୍ୟା ମ୍ୟାଡ଼ାମଙ୍କ ପାଟି ଶୁଭିଲା, ଆରେ ମହେଶ, ଲାଶଟାକୁ ଜଲ୍ଦି ଆଣ। ମୁଁ କହିଲି, ମ୍ୟାଡ଼ାମ ଏଇ ଲାଶଟି ଏଠାରୁ ଟିକେ ବି ହଲଚଲ ହେଉନି। ମ୍ୟାଡ଼ାମ ଟିକେ ଚିଡ଼ି ଉଠି କହିଲେ, କ'ଣ ସବୁ ବେକାର କଥା କହୁଛ, ରୁହ ମୁଁ ଦେଖୁଛି। ଏହା କହି ମ୍ୟାଡ଼ାମ ସେଇ ବେଡ୍ଟିକୁ ଟାଣି ଟାଣି ନେଇଗଲେ ଡ୍ରେସିଂ ରୁମ୍କୁ। କିଛି ସମୟ ପରେ ପୁଣି ଡାକ ଶୁଭିଲା, ମହେଶ, ଏଠାକୁ ଆସି ଏଇ ଲାଶଟିକୁ ଇଲେକ୍ଟ୍ରିକ୍ ଚୁଲା ପାଖକୁ ନେଇ ଚାଲ, ସେଠାରେ ଏହାକୁ ସଂସ୍କାର କରାଯିବ। ମୁଁ ସାଙ୍ଗେ ସାଙ୍ଗେ ମ୍ୟାଡ଼ାମକୁ ପ୍ରଶ୍ନ କରିଥିଲି, ମ୍ୟାଡ଼ାମ ଏ ଲାଶର ତ ପୋଷ୍ଟମର୍ଟମ ହୋଇନି, ସଂସ୍କାର କେମିତି କରାଯିବ? ମ୍ୟାଡ଼ାମ ଟିକେ ରାଗିଯାଇ କହିଲେ, ତମକୁ ଯେତିକି କୁହାଯାଉଛି ସେତିକି କର, ଅଯଥା ପ୍ରଶ୍ନ କରନି। ଏହାପରେ ଯେମିତି ମୁଁ ସେଇ ବେଡ୍ଟିକୁ ଛୁଇଁବାକୁ ଯାଉଛି, ହଠାତ୍ ଦଲକାଏ ପବନ ଆସି ଆମ ସମସ୍ତଙ୍କ ଦେହରେ ବାଜିଲା। ଭୟରେ ମୋ ଦେହ ଶୀତେଇ ଉଠିଲା। ଏହି ସମୟରେ ମୁଁ ସେଇ ଲାଶର ଚେହେରା ଦେଖିବାର ଥରେ ସୁଯୋଗ ପାଇଥିଲି। ଲାଶଟି ବହୁତ କଦର୍ଯ୍ୟ ଦେଖାଯାଉଥିଲା। ତା ମୁଣ୍ଡ ପୁରା ଛେଚେରା ହୋଇଯାଇଥିଲା। ଆଖିର ଡୋଳା ଦୁଇଟି ପଦାକୁ ବାହାରି ଆସିଥିଲା। ପାଟିର ଦାନ୍ତରେ ଏପର୍ଯ୍ୟନ୍ତ ବି ରକ୍ତର ଛିଟା ଲାଗିଥିଲା। ଲାଶଟି ଏତେ ଭୟାନକ ଲାଗୁଥିଲା ଯେ ତାହାକୁ ମୁଁ ବର୍ଣ୍ଣନା ବି କରିପାରିବିନି। ଠିକ୍ ଏହି ସମୟରେ ଆମ ରୁମ୍ର ଲାଇଟ୍ ହଠାତ୍ ଦକ୍ ଦକ୍ ହେବାକୁ ଆରମ୍ଭ କରିଦେଇଥିଲା। ଭୟରେ ଚିତ୍କାର କରି ଉଠିଥିଲେ ସୌମ୍ୟା ମ୍ୟାଡ଼ାମ। କ'ଣ ହୋଇଛି ଜାଣିବା ଆଗରୁ ରୁମ୍ର ଲାଇଟ୍ ଲିଭି ଯାଇଥିଲା। ତାପରେ ଗୋଟିଏ ହସ ଶୁଭିଥିଲା। ଭୟରେ ମୋ ମୁଣ୍ଡ କିଛି କାମ କରୁନଥାଏ। କିଛି ଉପାୟ ନ ପାଇ ପାଟି କରି ସୁନିତାର ମୋର ସେ ମୁର୍ଦାରଖାନା ଭିତରେ ଏପଟ ସେପଟ ହୋଇ ଦୌଡ଼ିବାରେ ଲାଗିଲୁ। ମୁଁ ପଛକୁ ଚାହିଁ ଦେଖିଲି ତ ସେ କାନ୍ଥ କଡ଼ରେ କିଏ ଜଣେ ଠିଆ ହୋଇ ଆମକୁ ଦେଖି ହସୁଛି। ତା ଆଖି ଦୁଇଟି ରକ୍ତ ବର୍ଣ୍ଣର ଥିଲା, ଆଉ ତା ଦାନ୍ତରେ କିଛି ରକ୍ତର ଛିଟା ଲାଗିଥିଲା। ମୋତେ ସେତେବେଳେ ଏମିତି ଲାଗୁଥିଲା ଯେମିତି ମୋ ହୃଦୟର ସ୍ପନ୍ଦନ ବନ୍ଦ ହୋଇଯିବ। ମୁର୍ଦାରଖାନାର ମୁଖ୍ୟ କବାଟ ବନ୍ଦ ହୋଇଯାଇଥିଲା କେତେବେଳୁ। ମୁଁ କ'ଣ କରିବି କିଛି ଜାଣିପାରୁନଥାଏ। ପକେଟରେ ହାତ ମାରି ଦେଖିଲି ମୋ ମୋବାଇଲ ଯଥାସ୍ଥାନରେ ଅଛି। ସାଙ୍ଗେ ସାଙ୍ଗେ ମୁଁ ମୋ ମୋବାଇଲ ଟର୍ଚ୍ଚ ଅନ୍ କଲି। ଆଉ ଟର୍ଚ୍ଚ ଆଲୁଅରେ ଯାହା ଦେଖିଲି ଆଖିକୁ ବିଶ୍ୱାସ ବି କରିପାରିଲିନି। କାହିଁକିନା ସେଠାରେ ସୌମ୍ୟା ମ୍ୟାଡ଼ାମଙ୍କର ଲାଶ ପଡ଼ିଥିଲା। ତାଙ୍କ ତଣ୍ଟି ଫୁଟାଇ ଶଇତାନ ରକ୍ତ ପିଇଯାଇଛି। ପଛକୁ ବୁଲି ଦେଖେ ତ ଶଇତାନଟି ଏବେ ବି ସେଇ ନାଲି ନାଲି ଆଖିରେ ମୋତେ ଅନେଇ ହସୁଛି। ହଠାତ୍ ମୋ ମୁଣ୍ଡରେ ଖୁବ୍ ଜୋରରେ କିଏ ଆଘାତ କଲା ଆଉ ମୁଁ ମୂର୍ଚ୍ଛିତ ହୋଇଗଲି। ତାପରେ କ'ଣ ହୋଇଥିଲା ମୁଁ ଜାଣିନି। ମୋ ସେନ୍ସ ଫେରିବା ପରେ ମୁଁ ଚାଚାଙ୍କ କୋଳରେ ଶୋଇଥିଲି। ଆଉ ସେଠାରେ ପୋଲିସ ସୌମ୍ୟା ମ୍ୟାଡ଼ାମଙ୍କ ଲାଶକୁ କ'ଣ ସବୁ ଯାଞ୍ଚ କରୁଥିଲା। ସୁନିତା କଥା ମୁଁ ଜାଣିନି, ତାର କ'ଣ ହୋଇଥିଲା। ବୋଧହୁଏ କୌଣସି ଗୁପ୍ତ ରାସ୍ତା ଦ୍ୱାରା ସେ କୁଆଡ଼େ ସେଠାରୁ ପଳାଇ ଯାଇଥିଲା।
ପୋଲିସ ଅନେକ ଖୋଜାଖୋଜି କରିବା ପରେ ବି ତାକୁ ପାଇନଥିଲା। ଏହାପରେ ମୁଁ ସେ ଜବ୍ ଛାଡ଼ି ଦେଇଥିଲି। ପୋଲିସ କି କୌଣସି ବି କ୍ଲୁ ମିଳିନଥିଲା ସୌମ୍ୟା ମ୍ୟାଡ଼ାମଙ୍କ ମର୍ଡରର। ଅନେକ ଦିନ ପର୍ଯ୍ୟନ୍ତ ଏହାପରେ ବି ସେ କେସ୍ କ୍ଲୋଜ୍ ବି ହେଇଯାଇଥିବ। କିନ୍ତୁ ଆଜି ବି ସେ ଦିନର କଥା ମନେ ପଡ଼ିଲେ ମୋ ଲୁମର ଟାଙ୍କୁରି ଉଠେ ଆଉ ମୋ ମନରେ ପ୍ରଶ୍ନ ଆସେ, ସୌମ୍ୟା ମ୍ୟାଡ଼ାମଙ୍କ ହତ୍ୟା କିଏ କରିଥିଲା? ସୁନିତା ନା ସେଇ ପେଡ୍ 21ର ସୈତାନ ବାଲାସ?